এই যে নির্বাচন হওয়া যাচ্ছি সেই নির্বাচনে মুখ্য প্রতিদ্বন্দ্বী কিয়ে মুখ্য প্রতিদ্বন্দ্বী হচ্ছেন তৃণমূল কংগ্রেস মমতা বানার্জীঙ্কর এবং বিজেপি। যদিও কংগ্রেস মধ্যে সে নির্বাচনে ভাগ নেউছি কিন্তু কংগ্রেস কহিବାକୁ গলে সেটি মাইনর প্লেয়ার। তৃণমূল কংগ্রেসরে জଣେ বড় মুসলিম নেতা থিলে তাଙ୍କ ନାଁ ହେଉଛି ହୁମାୟୁନ କବୀର। ପରିସ୍ଥିତି ଏଭଳି ହେଲା ଯେ କବୀର ଶେଷରେ ସେ ଦଳରୁ ବିଦାୟ ନେଇଛନ୍ତି। ତାଙ୍କୁ ଦଳ ସସ୍ପେଣ୍ଡ କରିଦେଲା। ଦଳ ସସ୍ପେଣ୍ଡ କରିଦେଲା ପରେ ସେ ବର୍ତ୍ତମାନ ଯାଇ ଆମ ଜନତା ଉନ୍ନୟନ ପାର୍ଟି ନାମରେ ଗୋଟେ ରାଜନୈତିକ ଦଳ କରିଛନ୍ତି। ଏହି ଦଳ ଆସାଉଦ୍ଦିନ ଓୱେସଙ୍କ ଦଳ ସହିତ ମେଣ୍ଟ କରିଛି ଏବଂ ସେମାନେ ଘୋଷଣା କରିଛନ୍ତି ଯେ 182ଟି ବିଧାନସଭା ସିଟ୍ରେ ସେ ପ୍ରାର୍ଥୀ ଦେବେ ଏବଂ ସେ ନିଶ୍ଚିତ ଭାବରେ ଦୃଢ଼ୋକ୍ତି ପ୍ରକାଶ କରିକି କହିଛନ୍ତି ଯେ ତାଙ୍କ ଦଳ ଏହି ନିର୍ବାଚନରେ ବେଶ ଭଲ ପ୍ରଦର୍ଶନ କରିବ ଯାହା କେହି କେବେ ଆଶା କରିନଥିବେ। ଏହି ସୁଯୋଗକୁ ବୋଧେ ବିଜେପି କେଉଁଠି ନା କେଉଁଠି ଅପେକ୍ଷା କରିଛି। ଆମ ପଡ଼ୋଶୀ ପଶ୍ଚିମବଙ୍ଗରେ ଆସନ୍ତା ମାସରେ ଅର୍ଥାତ୍ ଏପ୍ରିଲ ମାସରେ ବିଧାନସଭା ନିର୍ବାଚନ 2 ଦଫାରେ ଏ ନିର୍ବାଚନ ହେବାକୁ ଯାଉଛି। ପ୍ରଥମ ଛେକ ଏପ୍ରିଲ 23 ତାରିଖରେ ଏବଂ ଦ୍ୱିତୀୟ ଛେକ 29 ତାରିଖରେ। ଦେଖିବାକୁ ଗଲେ ଭାରତବର୍ଷରେ ବର୍ତ୍ତମାନ 5ଟି ରାଜ୍ୟରେ ନିର୍ବାଚନ ହେବ। ତାମିଲନାଡୁ, ପୁଡୁଚେରୀ, କେରଳ, ଆସାମ ଏବଂ ପଶ୍ଚିମବଙ୍ଗ। କିନ୍ତୁ ସମସ୍ତଙ୍କ ଦୃଷ୍ଟି ବର୍ତ୍ତମାନ ପଶ୍ଚିମବଙ୍ଗ ଉପରେ। ଆମେ ତ ନିଶ୍ଚିତ ଭାବରେ ଯେହେତୁ ଆମର ପଡ଼ୋଶୀ ରାଜ୍ୟ ଆମ ଦୃଷ୍ଟି ତ ଅଧିକ ପଶ୍ଚିମବଙ୍ଗରେ ରହିବ, ଏ ତ ସ୍ୱାଭାବିକ। ତା ବ୍ୟତୀତ ସାରା ଦେଶର ସମସ୍ତଙ୍କ ନଜର ବର୍ତ୍ତମାନ ପଶ୍ଚିମବଙ୍ଗ ଉପରେ। କ'ଣ କାରଣ? କ'ଣ କାରଣ ଏହା ନୁହେଁ ଯେ ମମତା ବାନାର୍ଜୀ ଚତୁର୍ଥ ଥର ପାଇଁ କ୍ଷମତାକୁ ଫେରି ତାଙ୍କ ସ୍ଥିତି ଦୃଢ଼ ବୋଲିକିରି ସାରା ଦେଶରେ ପ୍ରମାଣିତ କରିବାକୁ ଯାଉଛନ୍ତି। ପ୍ରକୃତର କାରଣ ସେଇଆ ନୁହେଁ। କାରଣ ହେଉଛି ଯେଉଁ କାରଣ ଯୋଗୁଁ ମମତା ବାନାର୍ଜୀଙ୍କ ଦଳ ସବୁବେଳେ କ୍ଷମତାରେ ପହଞ୍ଚି ପାରୁଛି। ଯେତେ ଥର ନିର୍ବାଚନ ଅତୀତରେ ହେଇଛି, 3 ଥର ଯାକ ବିଧାନସଭା ନିର୍ବାଚନ ଏବଂ ଲୋକସଭା ନିର୍ବାଚନ, ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଟିଏମସି ଯେଉଁ କାରଣ ପାଇଁ ସବୁବେଳେ କ୍ଷମତାକୁ ଫେରି ଆସୁଛି, ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି ଏଇଥିପାଇଁ ନିବଦ୍ଧ ପଶ୍ଚିମବଙ୍ଗରେ ଯେ ସେଇ କାରଣ ଏଥରକ ପୁଣି ରିପିଟ୍ ହେବ କି ନାହିଁ। କାରଣଟି କ'ଣ? କାରଣଟି ହେଲା ପଶ୍ଚିମବଙ୍ଗରେ 294 ସମୁଦାୟ ବିଧାନସଭା ସିଟ୍, ପ୍ରାୟ ସେଥିରୁ 30% ସିଟ୍ରେ ବିଧାନସଭା କନଷ୍ଟିଟ୍ୟୁଏନ୍ସିରେ ମୁସଲିମ ଭୋଟର ମାନଙ୍କର ପ୍ରଭାବ ବହୁତ ଅଛି। ଏପରିକି କେତେ କନଷ୍ଟିଟ୍ୟୁଏନ୍ସି ଅଛି ଯେଉଁଠି ଯେତେ ଭୋଟର ଅଛନ୍ତି ତାଙ୍କ ଭିତରୁ ସଂଖ୍ୟାଧିକ ହେଉଛନ୍ତି ମୁସଲିମ ଭୋଟର୍ସ। ଏବଂ ଏକଥା ସମସ୍ତେ ଜାଣନ୍ତି ଯେ ମୁସଲିମ ଭୋଟର ମାନେ ସାଧାରଣତଃ, ଏକଥା ନୁହେଁ ଯେ 100% କିନ୍ତୁ ବସ୍ତୁତ ସାଧାରଣତଃ ସେମାନେ ବିଜେପି ଦଳକୁ ଭୋଟ ଦିଅନ୍ତି ନାହିଁ, ଦେଉନାହାନ୍ତି। ଏବଂ ପଶ୍ଚିମବଙ୍ଗରେ ମଧ୍ୟ ସେମାନଙ୍କୁ ଏଇ ଭୋଟରମାନଙ୍କୁ ମମତା ବାନାର୍ଜୀଙ୍କ ଦଳ ଟିଏମସି ଏଭଳି ଭାବରେ ତାଙ୍କର ମନ ଜିଣିକିରି ଅଛି ଯେ ସେମାନେ ବିଜେପି କି କେବେ ଭୋଟ ଦିଅନ୍ତି ନାହିଁ। ତା ସତ୍ତ୍ୱେ ଯେଉଁ ପଶ୍ଚିମବଙ୍ଗରେ ବିଜେପିର କହିବାକୁ ଗଲେ ଅସ୍ତିତ୍ୱ କିଛି ନଥିଲା, ଗଲା ବିଧାନସଭା ନିର୍ବାଚନରେ ଦେଖାଗଲା ଯେ ବିଜେପି କ୍ଷମତା ଅଧିକାର କରିବା ବା କ୍ଷମତା ଦଖଲ କରିବା ଅବସ୍ଥାକୁ ଆସିଯାଇଥିଲା। ବହୁତ ଦୂରରେ ଥିଲା କିନ୍ତୁ ଅବସ୍ଥାକୁ ଆସିଯାଇଥିଲା। କେମିତି ନା, ଯେଉଁଠି ବିଜେପିର ଯାହା ମୁଁ କହିଲି ଅସ୍ତିତ୍ୱ ନଥିଲା, ସେଠି 77ଟି ସିଟ୍ରେ ବିଜୟୀ ଲାଭ କରିଥିଲା ବିଜେପି। ମମତା ବାନାର୍ଜୀ ନିଶ୍ଚିତ ଭାବରେ ତାଙ୍କ ଦଳ ସଂଖ୍ୟାଧିକ ଆସନରେ ଜିତିକିରି ସେମାନେ ସରକାରକୁ ଫେରିଥିଲେ, ସେ ତ ଅଲଗା କଥା। କିନ୍ତୁ ବିଜେପି ମଧ୍ୟ ସେଠି 77ଟି ଆସନରେ ଜିତିଥିଲା।
ବର୍ତ୍ତମାନ এই जो ନିର୍ବାଚନ ହେବାକୁ ଯାଉଛି ସେଇ ନିର୍ବାଚନରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କିଏ? ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ତୃଣମୂଳ କଂଗ୍ରେସ ମମତା ବାନାର୍ଜୀଙ୍କର ଏବଂ ବିଜେପି। ଯଦିଓ କଂଗ୍ରେସ ମଧ୍ୟ ସେ ନିର୍ବାଚନରେ ଭାଗ ନେଉଛି, କିନ୍ତୁ କଂଗ୍ରେସ କହିବାକୁ ଗଲେ ସେଠି ମାଇନର ପ୍ଲେୟାର, ତାର କିଛି ନାହିଁ। ଏହା ସତ୍ତ୍ୱେ ମଧ୍ୟ ପ୍ରକୃତ କାରଣ ସେଇଆ ନୁହେଁ ଯେ ବିଜେପି ଏବଂ ତୃଣମୂଳ କଂଗ୍ରେସ ଭିତରେ ନିର୍ବାଚନ ଯୁଦ୍ଧ ହେବାକୁ ଯାଉଛି। ଏମାନେ ହେଉଛନ୍ତି ନିର୍ବାଚନ ମଇଦାନରେ ମୁଖ୍ୟ ପ୍ରତିଦ୍ୱନ୍ଦିତା କରୁଛନ୍ତି, ଏମାନେ ହେଉଛନ୍ତି ପ୍ରତିଯୋଗୀ। କେବଳ ସେଇଆ ନୁହେଁ, ତାର କାରଣ ହେଉଛି ଯାହା ମୁଁ କିଛି ସମୟ ଆଗରୁ କହିଲି, ଯେହେତୁ ମୁସଲିମ ଭୋଟର ମାନେ କହିବାକୁ ଗଲେ ଅଧିକ ସଂଖ୍ୟାରେ ତୃଣମୂଳ କଂଗ୍ରେସକୁ ଭୋଟ ଦିଅନ୍ତି, କଂଗ୍ରେସକୁ ଛାଡ଼ିକିରି ସେମାନେ ତୃଣମୂଳ କଂଗ୍ରେସକୁ ଭୋଟ ଦିଅନ୍ତି। ସେଇ କଥା ଏଥରକ ରିପିଟ୍ ହେବ କି ନାହିଁ ତାରି ଉପରେ ସମସ୍ତଙ୍କ ନଜର। କାହିଁକି ନହେବ ବୋଲିକିରି ସମସ୍ତଙ୍କ ମନରେ ଆଶଙ୍କା ସୃଷ୍ଟି ହେଇଛି, ତାର କାରଣ ହେଉଛି ତୃଣମୂଳ କଂଗ୍ରେସରେ ଜଣେ ବଡ଼ ମୁସଲିମ ନେତା ଥିଲେ, ତାଙ୍କ ନାଁ ହେଉଛି ହୁମାୟୁନ କବିର। ସେ ମୁର୍ସିଦାବାଦ ଅଞ୍ଚଳର ଲୋକ ଏବଂ ଜଣେ ବେଶ ଜଣାଶୁଣା ନେତା ସିଏ ଏବଂ ପ୍ରଭାବୀ ନେତା ତୃଣମୂଳ କଂଗ୍ରେସର। କିଛି ମାସ ତଳେ ଦେଖାଗଲା ଯେ ସେ ମୁର୍ସିଦାବାଦ ଅଞ୍ଚଳରେ ଅଯୋଧ୍ୟାରେ ଯେଉଁ ବାବରୀ ମସଜିଦ ଭଙ୍ଗା ହେଇଥିଲା, ଯେଉଁ ବାବରୀ ମସଜିଦ ସେଇ ଷ୍ଟାଇଲରେ ସେଠି ଗୋଟେ ମସଜିଦ କରିବା ପାଇଁ ସେ ଉଦ୍ୟମ ଆରମ୍ଭ କଲେ ଏବଂ ତାର ଯାହା କହନ୍ତି ଶିଳାନ୍ୟାସ ମଧ୍ୟ ସେଠି ସେ କରେଇଲେ। ଯେଉଁଦିନ ଏ ଶିଳାନ୍ୟାସ କରେଇଲେ ହଜାର ହଜାର ସଂଖ୍ୟାରେ ଲୋକ ଆସି ସେଠି ପହଞ୍ଚିଥିଲେ ଏବଂ ସେମାନେ ମଧ୍ୟ ଏଇ ଯେଉଁ ଶିଳାନ୍ୟାସ କରାଗଲା ସେଦିନ ତାର ସେମାନେ ସବୁ ସାକ୍ଷୀ ଥିଲେ। ହଜାର ହଜାର ସଂଖ୍ୟାରେ, ମାନେ କହିବାକୁ ଗଲେ ଲକ୍ଷରୁ ଅଧିକା ଲୋକ ସେଠି ସେଦିନ ସମାଗମ ହେଇଥିଲେ। ୟାକୁ ଦେଖି ବର୍ତ୍ତମାନ এই କାମ ପରେ ସେଠି ତୃଣମୂଳ କଂଗ୍ରେସର ଅନେକ ନେତା ଏ କଥାକୁ ମଧ୍ୟ ପସନ୍ଦ କଲେ ନାହିଁ। ସେମାନେ କହିଲେ ଆପଣଙ୍କୁ ଆମ ଦଳର ସବୁ ସମର୍ଥନ ଅଛି, ଦଳ ଆପଣଙ୍କର କହିବାକୁ ଗଲେ, ତେଣୁ ଏହାର ଅର୍ଥ ନୁହେଁ ଯେ ଆପଣ ଏଇଭଳି କିଛି କାର୍ଯ୍ୟ କରିବେ ଯେଉଁଥିପାଇଁ ଦଳକୁ ଅନ୍ୟ ଜାଗାରେ ମଧ୍ୟ ନିନ୍ଦିତ ହେବାକୁ ପଡ଼ିବ, ନିଜ ରାଜ୍ୟରେ ମଧ୍ୟ ଏଭଳି କାର୍ଯ୍ୟକୁ କେହି ପସନ୍ଦ କରିବେନି। ପରିସ୍ଥିତି ଏଭଳି ହେଲା ଯେ କବିର ଶେଷରେ ସେ ଦଳରୁ ବିଦାୟ ନେଇଛନ୍ତି, ତାଙ୍କୁ ଦଳ ସସ୍ପେଣ୍ଡ କରିଦେଲା। ଦଳ ସସ୍ପେଣ୍ଡ କରିଦେଲା ପରେ ସେ ବର୍ତ୍ତମାନ ଯାଇ ଆମ ଜନତା ଉନ୍ନୟନ ପାର୍ଟି ପରିଷଦ, ଆମ ଜନତା ଉନ୍ନୟନ ପାର୍ଟି ନାମରେ ଗୋଟେ ରାଜନୈତିକ ଦଳ କରିଛନ୍ତି। এই ଦଳ ଆସାଉଦ୍ଦିନ ଓୱେସଙ୍କ ଦଳ ସହିତ ମେଣ୍ଟ କରିଛି ଏବଂ ସେମାନେ ଘୋଷଣା କରିଛନ୍ତି ଯେ 182ଟି ବିଧାନସଭା ସିଟ୍ରେ ସେ ପ୍ରାର୍ଥୀ ଦେବେ ଏବଂ ସେ ନିଶ୍ଚିତ ଭାବରେ ଦୃଢ଼ୋକ୍ତି ପ୍ରକାଶ କରିକି କହିଛନ୍ତି ଯେ ତାଙ୍କ ଦଳ ଏହି ନିର୍ବାଚନରେ ବେଶ ଭଲ ପ୍ରଦର୍ଶନ କରିବ, ଯାହା କେହି କେବେ ଆଶା କରିନଥିବେ। এই ସୁଯୋଗକୁ ବୋଧେ ବିଜେପି କୋଉଠି ନା କୋଉଠି ଅପେକ୍ଷା କରିଛି। କାହିଁକିନା ବିଜେପି ଜାଣେ ଯେ ମୁସଲିମଙ୍କ ସମର୍ଥନ ପାଇବା ଆଶା କ୍ଷୀଣ। ବିଜେପି ଏକଥା ମଧ୍ୟ ଜାଣେ ଯେ ଏହି ମୁସଲିମ ଭୋଟର ମାନେ ଯେହେତୁ ସଂଖ୍ୟାଧିକ ସିଟ୍ରେ ସେଠି ପଶ୍ଚିମବଙ୍ଗରେ ପ୍ରାୟ 30% ସିଟ୍ରେ ସେମାନଙ୍କର ଭୋଟରର ସଂଖ୍ୟା ବେଶ ଦୃଢ଼ ଏବଂ ସଂଖ୍ୟା ଅଧିକ, ତେଣୁ ତାଙ୍କର ଏଇସବୁ ଜାଗାରେ ଜିତିବା ଆଶା ମଧ୍ୟ ଟିକେ କ୍ଷୀଣ। ଯଦିଓ এই ପ୍ରକାର ପରିସ୍ଥିତି ସେମାନେ ଜାଣିଛନ୍ତି, ଗ୍ରାଉଣ୍ଡ ରିଆଲିଟି ସେଠି କ'ଣ ବିଜେପି ପାଇଁ, ଏହାପରେ ମଧ୍ୟ ବିଜେପି ଏଥରକ ବେଶୀ ଆଶାବାଦୀ ହୋଇଯାଇଛି ଯେ ଆମେ ନିଶ୍ଚିତ ଭାବରେ ନିର୍ବାଚନରେ ବେଶ ଭଲ କରିବୁ। ତାର ଅନ୍ୟତମ କାରଣ ହେଲା କବିରଙ୍କର ଯେଉଁ ଟିଏମସି ଦଳରୁ ସସ୍ପେଣ୍ଡ ହେବା ଏବଂ ସେ ଯେଉଁ ବାବରୀ ମସଜିଦ ଷ୍ଟାଇଲରେ ସେଠି ଗୋଟେ ମସଜିଦ ତିଆରି କରିବା ପାଇଁ ଯେଉଁ ଶିଳାନ୍ୟାସ କରିବା, ସେଥିରେ ଏତେ ସଂଖ୍ୟାରେ ଲୋକ ସମାଗମ ହେବା, ଆସାଉଦ୍ଦିନ ଓୱେସଙ୍କ ଦଳ ସହିତ ହାତ ମେଣ୍ଟ କରିକି ସେମାନେ ଯେଉଁ 182 ଦେବ, ସେମାନେ ବିଜେପି ଭାବୁଛି ଯେ ଜିତନ୍ତୁ କି ନ ଜିତନ୍ତୁ
हठात किना तांकु जे सबु जन समर्थन मिलिजिब एवं यही कबीर दल एवं आसाउद्दीन ओवैसी दल मेंट को जे सबु मुसलमान भोटर माने पश्चिमबंग में समर्थन जनईदेवे एक आशा करवा वृथा। तेणु परिस्थिति यह हे से सब परिस्थिति यह हे जे निर्वाचन ने यही जो मेंट नुआ मेंट होती से माने भोट तृणमूल कांग्रेस भोट काटिबारे साहाय्य करेंगे। एमती परिस्थिति आम जो आशा रखीचु आम आशा उज्जीवित हवा स्वाभाविक। आमे अधिकरू अधिक संख्यक भोट पाइबू तृणमूल कांग्रेस हार एमाने तो केवल भोट काटिवा छड़ा अधिका किसी करें ना बोली बीजेपी गोटे बड़ आशा। बीजेपी आउ गोटे कथा अच्छी जोटा एथरक से केवल यारी उपर भरसा करना सेमाने एकता भरसा करुँच निर्वाचन ने बीजेपी जो डेवलपमेंट इश्यू को आगू को आणुची कौन ना बीजेपी डेवलपमेंट कहले बीजेपी सब अभियोग कर पश्चिमबंग में कौन प्रकार केंद्रीय योजना जनहितकर योजना वेलफेयर स्कीम्स एवं अन्यान्य योजना किसी कार्यकारी हेउना। केवल सेतिकी नुहे पश्चिमबंग में ममता बनर्जी शासन समय गला 3 टर्म धरिक से जो शासन में अच्छा यही समय भितर पश्चिमबंग में युवक मान शिक्षित युवक मान कौन सी प्रकार सुजोग सृष्टि है से माने दि पैसा निजे रोजगार करने परिस्थिति एभली कहवा कथा बीजेपी नेता कहवा कथा जे बाध्य होई जेहेतु पश्चिमबंग में कौन सी प्रकार निजुक्तिर सुजोग नहीं दि पैसा निजे रोजगार करिवार परिस्थिति नहीं से माने बाध्य होई पश्चिमबंग बाहर को जाइकिरी गुजराण मेंटौछंती। तेणु एकता कहुई अनेक थर या भितर प्रधानमंत्री एवं अमित शाह एवं बीजेपी बड़ बड़ तुंग नेता माने पश्चिमबंग जाई सेमान सब जहाँ प्रचार कर प्रचार सारांश कहवा गले एक कहूँ जे जदि एथरक बीजेपी क्षमता को आसे पश्चिमबंग में ताहले केंद्रीय सहायता परिमाण यथेष्ट बढ़िया स्वाभाविक लोकों निजुक्ति आत्मनिजुक्ति स्वरोजगार क्षम लोक होगापाई महिला माने सशक्त होगापाई अनेक प्रकार सुजोग सृष्टि हे जहाँफल पश्चिमबंगर लोक साधारण लोक मैंने लाभवान हे। ममता बनर्जी विरुद्ध में जिते जहाँ अभियोग कले कहया गले सबुठे जमी 50 भाग महिला भोटर था पश्चिमबंग से महिला भोटर अच्छा एवं से पश्चिमबंगर मुख्यमंत्री ममता बनर्जी महिला मानकर सुविधा पाए सशक्तिकरण जहाँ कहतु अनेक प्रकार स्कीम राज्य तरफरु घोषणा कर कार्यकारी करा जाउछि। केंद्रीय योजना को हेय ज्ञान कले यही सब निज खर्चरे से राज्य सरकार खर्चरे से सब नुआ नुआ योजना कराई जो भी महिला माने विशेषकर लाभवान होउछन्ति। आशा करा जाउछि जे महिला माने बहु संख्या रे जेते जहाँ बीजेपी कहले महिला माने बहु संख्या रे तृणमूल कांग्रेस को समर्थन पुणी देबे किंतु निर्वाचन ताकू तो किसी कही हबनी जदिओ भविष्यवाणी तो निश्चित भाव में किसी करहबनी आम केवल जहाँ कहते अंधारे बाड़ी बुलेला भाया ना एथरक ये जितबेनी 3 थर मुख्यमंत्री हेले लोक क्लांत हो पड़े भोट देवेनी ये कथा आम जिते सबू जोर रे कहू आम पाखे से कौन सी तथ्यगत प्रमाण नहीं जे यही कथा को जहाँ आम कहूँ ठीक बोलिक कहवाई आम एमती कहू 3 थर मुख्यमंत्री हेले एथरक भोट देवेनी यार कौन प्रमाण अच्छी 3 थर आउ थे हे ना किए कौटी अच्छे एक कथा किंतु आम एमती कहूचे यार भितर ममता बनर्जी दल पर निश्चित भाव में खुशी खबर जे जहाँ ओपिनियन पोल वर्तमान सुधा से देखा जाउची जे तृणमूल कांग्रेस माने कह जाउची जे उभय तृणमूल कांग्रेस और बीजेपी मध्य कड़ा संघर्ष हम किंतु नंबर कथा आसला बेलू जहाँ मुझे कहली तृणमूल कांग्रेस रु मुस्लिम भोटर्स मुह फेरेबे आसाउद्दीन ओवैसी एवं कबीर दल भितर जो मेंट अच्छी से किसी भोट भांगी बीजेपी से फायदा नब बोलिक आम जिते जहाँ कहले ओपिनियन पोल कड़ा संघर्ष कहवा सहित
भविष्यवाणी जहाँ कराଯାଇଛି जे ममता बानर्जी दल 160 रु 190 सीट पाइब, बीजेपी 90 रु 120 सीट पाइब। ये मीडिया रे प्रकाशित ओपिनियन पोल सर्वेर ये होची फल। कौन हम एबे तो आमे कहवा कष्ट। जहाँ मु कहली आमे जहाँ कहबा ता अंधार रे बाड़ी बुलेवा सहित समान। प्रकृत रे भोटर मानकर कौन मतिगति, भोटर माने प्रकृत रे कौन ग्राउंड सिचुएशन को देखिकरी मन स्थिर करिवे। भोटर मानक आमे यार भितर मध्य एसआईआर हेई पश्चिम बंगरू एक कथा मध्य कह जाउची एसआईआर रे पश्चिम बंगरू प्राय 66 लाख बोगस भोटर को जो माने जेन्युइन भोटर्स नोंती तांको ना को काटी दिया जाइछि। से मध्य गोटे फैक्टर पश्चिम बंग में काम करियो बोली जार प्रतिवाद रे आपण माने समस्त लक्ष्य करते ममता बानर्जी बारंबार कोर्ट कचेरी को दौड़ते मकदमा करछन्ते। परिस्थिति गोटे समय एमती है जे सुप्रीम कोर्ट ममता बानर्जी को वकील कहले आपण कौन भावुंट सुप्रीम कोर्ट ये अच्छी जे प्रतिदिन किसी ना कि आपण कंप्लेन नहीं आसबे आम शुणु माने एभली भाव ममता बानर्जी पूरा विरक्त है से निर्वाचन कमिशन को गाली गुलज करवा, केंद्र सरकार को गाली गुलज करवा। ममता बानर्जी जना पड़ी एसआईआर जो सर्वे करागला से सर्वे से बहुत क्रोधी हो जाइछन्ति, रागी जाइछन्ति, रागिकी गाली गुलज बारंबार करछन्ति। या सत्य मध्य जहाँ मु कहली ओपिनियन पोल यही प्रकार प्रेडिक्शन देछि तांको दल 160 रु 190 एवं बीजेपी 90 रु 120। 77 आरथरक थिला, एथर जदि 90 रु 120 हैला ताले निश्चित भाव में इम्प्रूवमेंट, किंतु क्षमता हासिल करबा ठारू नंबर रे पहुँचवा पाई ताठू बहुत दूर रे। देखिबा मे 4 तारिख दिन फल प्रकाश पाइब। ए परीक्षा रे निर्वाचन परीक्षा रे से दिन जना पड़िबो ममता बानर्जी फेल हेले कि पास करिवे।